ଜୟ ଜଗନ୍ନାଥ। ଆଜିର ଶୀର୍ଷକ ବିଷଧର ସର୍ପ। ସର୍ବସ୍ତ୍ର ଶ୍ରେଷ୍ଠ ଧନଞ୍ଜୟ ଗଭୀର ନିଦ୍ରାରେ ଶୋଇଥାନ୍ତି। ଚୋରମାନେ ସିନ୍ଧିଘାତ କରି ଘରର ମୂଲ୍ୟବାନ ଅଳଙ୍କାର ଲୁଟ୍ କରି ନେଇ ଚାଲିଗଲେ। ସେଠ ସକାଳୁ ଉଠି ଦେଖନ୍ତେ ତାଙ୍କର ସକଳ ସଞ୍ଚିତ ଧନ ଚୋରି ହୋଇଯାଇଛି। ସେଠ ମୁଣ୍ଡରେ ବୋଝ ପଡ଼ିଲା, ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦ ଶୁଣି ନଗରର କୋଟୱାଲ ସେଠାରେ ଆସି ପହଞ୍ଚି ସମସ୍ତ କଥା ଜାଣି ଅନ୍ୟମାନଙ୍କ ଚୋରର ତଲାସରେ ଚାଲିଲେ। ଚୋରମାନେ ଯେତେବେଳେ ଯାଉଥିଲେ ସେତେବେଳେ ସେମାନଙ୍କ ହାତରୁ ଅଲକ୍ଷ୍ୟରେ କ୍ଷେତରେ ଗୋଟେ ପୁଟୁଳ ପଡ଼ି ଯାଇଥିଲା। ପରଦିନ ସକାଳେ ତଥାଗତ ତାଙ୍କ ଶିଷ୍ୟମାନଙ୍କ ସହିତ ପ୍ରାତ ଭ୍ରମଣ ଯାଉଥାନ୍ତି। ସେ ସେଇ ପୁଟୁଳଟିକୁ ଦେଖି କହିଥିଲେ ଯେ ତାଙ୍କ ଶିଷ୍ୟଙ୍କ ନାମ ଆନନ୍ଦ ଥିଲା। ତାଙ୍କୁ ଇଙ୍ଗିତ କରି କହିଥିଲେ, ଆନନ୍ଦ ଦେଖ ବିଷଧର ସର୍ପ। ସେମାନେ ଦୁହେଁ ଆଗକୁ ଆଗେଇଥିଲେ। ସଂଯୋଗବଶତଃ ତଥାଗତଙ୍କ ପରିଚିତ କୃଷକଟି କ୍ଷେତକୁ ଯିବା ସମୟରେ ସେମାନଙ୍କ କଥା ଶୁଣି ଭାବିଥିଲା ସତରେ ସେଠାରେ ଏକ ସର୍ପ ଅଛି। କିନ୍ତୁ ପାଖକୁ ଯାଇ ଦେଖେ ତ ସେଥିରେ ସର୍ପ ନାହିଁ, ଏକ ପୁଟୁଳା। ଉତ୍ସୁକତାବଶତଃ ପୁଟୁଳଟିକୁ ଧରି ପକାଇଥିଲା। ଠିକ୍ ଖୋଲିବାକୁ ଯାଉଥିଲା ସେହି ସମୟରେ କୋଟୱାଲ ସେମାନଙ୍କୁ ଧରିଥିଲା। ତାଙ୍କୁ ସେ ରାଜାଙ୍କ ପାଖକୁ ନେଇଥିଲା। ରାଜାଙ୍କ ପାଖରେ ସେଠ ସେ ଦ୍ରବ୍ୟ ତାଙ୍କର ବୋଲି ଚିହ୍ନିବା ପରେ ରାଜା କିଛି ନ ଶୁଣି କୃଷକକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଫାଶୀ ଧାର୍ଯ୍ୟ ହୋଇଥିଲା ଯେଉଁଦିନ ସେଦିନ କୃଷକ କହିଥିଲା ଯେ ମୁଁ କିଛି କରିନାହିଁ, ଆନନ୍ଦ ବିଷଧର ସର୍ପ ତୁମେ ଦେଖିପାରୁଛ ତ, ଏହି କଥା ସେ କହିଥିଲା। ଫାଶୀଆଳ କିଛି ବୁଝି ନ ପାରି ତାଙ୍କୁ ପଚାରିଥିଲେ, କିଏ ଆନନ୍ଦ, କି ସର୍ପ? ଏହି ସମୟରେ ସେ ରାଜାଙ୍କ ପାଖକୁ ନେଇଯାଇଥିଲେ। ରାଜାଙ୍କ ପାଖରେ ସେ କହିଥିଲେ ଯେ ତଥାଗତଙ୍କ ଶିଷ୍ୟ ଆନନ୍ଦ ଯାଉଥିଲେ ଏ ବିଷଧର ସର୍ପ ଦେଖିଥିଲେ ବୋଲି କହିଥିଲେ। ଏସବୁ କଥା ଶୁଣି ସତ୍ୟତା ପ୍ରମାଣ କରିବା ପାଇଁ ରାଜା ଆନନ୍ଦଙ୍କ ନିକଟକୁ ଯାଇଥିଲେ। ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କ୍ଷେତରେ ସର୍ପ ଥିଲା ବୋଲି ତଥାଗତ କହିଥିଲେ। ଏଥିରୁ ଆମେ ଜାଣୁଛେ ଯେ ନିଜର ଯେଉଁ ଜିନିଷ ନୁହେଁ, ଯଦି ଆମେ ତାକୁ ଛୁଇଁଥାଉ ସେ ଆମ ପାଇଁ ବିଷଧର ସର୍ପ ଭଳି କାର୍ଯ୍ୟ କରିଥାଏ। ଯଦି ସେ ଆମର ବସ୍ତୁ ହୋଇଥିବ ତ ଆମେ ତାକୁ ଧରିଲେ ଆମର କୌଣସି କ୍ଷତି ହେବନି। ଯେହେତୁ ସେ ଅନ୍ୟ ଜଣଙ୍କର ସମ୍ପତ୍ତି, ତାକୁ ଯଦି ଆମେ ନଜର କରିବା, ତାକୁ ଯଦି ଆମେ ହାତ ବି ଦେବା, ଦୋଷ ଥାଉ କି ନଥାଉ ଆମର ହିଁ ଦୋଷ ହୋଇଥାଏ। ତେଣୁ ସର୍ବଦା ଅନ୍ୟର ସମ୍ପତ୍ତି, ଅନ୍ୟର ପ୍ରଗତି ଉପରେ କେବେ ନଜର ପକାଇବା ଉଚିତ ନୁହେଁ। ଆମେ ସର୍ବଦା ନିଜ ଉନ୍ନତି, ନିଜ ଦେଶର ଉନ୍ନତି, ନିଜ ପରିବାରର ଉନ୍ନତି, ନିଜ ପରିବେଶର ଉନ୍ନତି ହେବ ତା ଉପରେ ନଜର ଦେବା ଦରକାର। ଅନ୍ୟର କ'ଣ ହେଉଛି ତା ଉପରେ ନଜର ଦେବା ଦରକାର ନାହିଁ। ଧନ୍ୟବାଦ।